ପହିଲାରୁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। 6 ବର୍ଷ ବନ୍ଦ ଥିଲା। ମୁଣ୍ଡ ପିଛା 10 ଟଙ୍କା ନେବ ଶ୍ରୀମନ୍ଦିର ପ୍ରଶାସନ। ଡିସେମ୍ବର ପହିଲାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ଦୀର୍ଘ 6 ବର୍ଷ ବନ୍ଦ ରହିବା ପରେ ଏହାକୁ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ 12 ଘଣ୍ଟା ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ସୁବିଧା ପାଇବେ। ଶୀତଦିନେ ବା ନଭେମ୍ବରରୁ ଫେବ୍ରୁଆରୀ ମାସରେ ଏହା ସକାଳ 6ରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଖୋଲିବ। ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ରାମ୍ପ ବ୍ୟବସ୍ଥା ହୋଇଛି। ଭକ୍ତଙ୍କ ପାଇଁ ମୋବାଇଲ ଓ ଜୋତା ଷ୍ଟାଣ୍ଡ ଦେୟମୁକ୍ତ। ମହାପ୍ରଭୁଙ୍କ ଜନ୍ମବେଦୀ ତଥା ବାଲ୍ୟକାଳର ଲୀଳାଭୂମି ଭାବେ ପରିଚିତ ଶ୍ରୀଗୁଣ୍ଡିଚା ମନ୍ଦିରକୁ କରୋନା ଆଳରେ ବନ୍ଦ କରିଦେଇଥିଲେ। ପରବର୍ତ୍ତୀ ଖବର ଓଡ଼ିଶା ବିଧାନସଭା ଇତିହାସ ପାଇଁ ସବୁଠାରୁ ବଡ଼ ଦିନ। ପ୍ରଥମ ଥର ଉଦ୍ବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ବିଧାନସଭାରେ ପ୍ରାୟ 15 ବର୍ଷ ପରେ ଦ୍ରୌପଦୀ ମୁର୍ମୁ ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି। ଶ୍ରୀମତୀ ମୁର୍ମୁ ବିଧାୟକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ ଦେଇଛନ୍ତି। ସେ କହିଛନ୍ତି ଅନ୍ତର୍ଦୃଷ୍ଟି ଏବଂ ବିଶେଷଜ୍ଞତା ଆଇନ ପ୍ରଣେତାଙ୍କ ସହ ବାଣ୍ଟିଛନ୍ତି। ତାଙ୍କ ଅଭିଭାଷଣ ବିଧାନସଭାରେ ଲୋକଙ୍କ ସମସ୍ୟାର ପ୍ରଭାବଶାଳୀ ପ୍ରତିନିଧିତ୍ୱର ଗୁରୁତ୍ୱକୁ କେନ୍ଦ୍ରିତ କରୁଛି। ମହାମହିମଙ୍କର ଏହି ସମ୍ବିଧାନ ଓଡ଼ିଶା ବିଧାନସଭା ପାଇଁ ଇତିହାସରେ ଲିପିବଦ୍ଧ ହୋଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାରି ମଧ୍ୟରେ 29ଟି କାର୍ଯ୍ୟଦିବସ ରହିବ। ଅଧିବେଶନର ଦ୍ୱିତୀୟ ଦିନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଷ ପାଇଁ ପ୍ରଥମ ପରିପୂରକ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଡିସେମ୍ବର 4 ତାରିଖରେ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ 200 ଅଫିସର ଓ 25 ପ୍ଲାଟୁନ ଫୋର୍ସ ମୁତୟନ। ପରବର୍ତ୍ତୀ ଚାନାର ପରେ ଦିତୱ୍ୟାହ ଘଟିପାରେ ପ୍ରଳୟ। ଜାଣନ୍ତୁ କ'ଣ କହୁଛି ପାଣିପାଗ ବିଭାଗ। ଆଇଏମଡି ଅନୁଯାୟୀ ଏହି ଗଭୀର ଡିପ୍ରେସନ ପ୍ରାୟ 17 କିଲୋମିଟର ଘଣ୍ଟା ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ ଏବଂ 30 ନଭେମ୍ବର 2025 ସକାଳ ସୁଦ୍ଧା ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ। ଏହି ପ୍ରଣାଳୀ ବର୍ତ୍ତମାନ 6.7 ଓ ଉତ୍ତର ଅକ୍ଷାଂଶ ଏବଂ 82.1 ଓ ପୂର୍ବ ଦ୍ରାଘିମା ନିକଟରେ ଅବସ୍ଥିତ। ଆଇଏମଡି ନଭେମ୍ବର 27, 28 ଏବଂ 29 ପାଇଁ ଚେନ୍ନାଇ, ନାଗାପଟ୍ଟିନମ, ତିରୁଭଲ୍ଲୁର ଏବଂ ତାଞ୍ଜାଭୁର ସମେତ ତାମିଲନାଡୁର ଅନେକ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ପ୍ରଶାସନ ଜନସାଧାରଣଙ୍କୁ ସତର୍କ କରିବାକୁ ଏବଂ ଯେକୌଣସି ବିପର୍ଯ୍ୟୟ ସମୟରେ କ୍ଷୟକ୍ଷତିକୁ କମ୍ କରିବା ପାଇଁ ପାଣିପାଗ ବିଭାଗ ଦ୍ୱାରା ଜାରି ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ନିବେଦନ କରିଛି। ଏହି ସମୟରେ ମାଲାକା ପ୍ରଣାଳୀରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ସେନ୍ୟାରର ପ୍ରଭାବ ଏବେ ହ୍ରାସ ପାଇଛି। ଏହା ଏବେ ମାଲେସିଆ ଆଡ଼କୁ ମୁହାଁଇଛି। ମାଲେସିଆ ଉତ୍ତର ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା, ପ୍ରବଳ ପବନ ଏବଂ ଉଚ୍ଚ ଢେଉ ପାଇଁ ସତର୍କତା ଜାରି କରିଛି। ପରବର୍ତ୍ତୀ ଖବର ଆପଣଙ୍କୁ ଆଉ ଆସିବନି ଫ୍ରଡ୍ କଲ୍। ଏଣିକି ଏହି ନମ୍ବରରୁ କଲ୍ କରିବେ ସବୁ ବ୍ୟାଙ୍କ। ଟିଆରଏଆଇ ଲାଗୁ କଲା ନୂଆ ନିୟମ। ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ଲୋକଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଦେଶର ସମସ୍ତ ବଡ଼ ବ୍ୟାଙ୍କ, ମ୍ୟୁଚୁଆଲ ଫଣ୍ଡ କମ୍ପାନୀ, ସେୟାର ବଜାର ସହ ଜଡ଼ିତ ସଂସ୍ଥା ଏବଂ ପେନସନ ସହ ଜଡ଼ିତ ସଂଗଠନ ନିଜ ଗ୍ରାହକଙ୍କୁ କଲ୍ କରିବା ପାଇଁ 1600ରୁ ଆରମ୍ଭ ହେଉଥିବା ନମ୍ବର ହିଁ ବ୍ୟବହାର କରିବେ। ଏହି ନିୟମର ସବୁଠୁ ବଡ଼ ଫାଇଦା ଜନସାଧାରଣଙ୍କୁ ମିଳିବ। ଲୋକଙ୍କୁ ଏହା ଜାଣିବାରେ ସୁବିଧା ହେବ ଯେ କଲଟି ସତରେ ବ୍ୟାଙ୍କରୁ ଆସିଛି ନା କେଉଁ ଠକ ଫୋନ କରିଛି। ସାଧାରଣତଃ ଆଜିକାଲି ଠକମାନେ 10 ଅଙ୍କ ବିଶିଷ୍ଟ ଫୋନ ନମ୍ବରରୁ କଲ୍ କରି ଲୋକଙ୍କଠାରୁ ଓଟିପି, ୟୁପିଆଇ ପିନ୍ ଏବଂ ଅନ୍ୟାନ୍ୟ ଗୋପନୀୟ ତଥ୍ୟ ନେଇଯାଉଛନ୍ତି। ଟିଆରଏଆଇ ଏହି ନିୟମକୁ ଲାଗୁ କରିବା ଲାଗି ଏକ ସମୟସୀମା ଧାର୍ଯ୍ୟ କରିଛି। ମ୍ୟୁଚୁଆଲ ଫଣ୍ଡ ଏବଂ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀଗୁଡ଼ିକୁ 15 ଫେବ୍ରୁଆରୀ 2026 ପର୍ଯ୍ୟନ୍ତ 1600 ନମ୍ବର ଆପଣାଇବାକୁ ନିର୍ଦ୍ଦେଶ ଦେଇଛି। ଏଥିସହ ସମସ୍ତ ବଡ଼ ବ୍ୟାଙ୍କ 1 ଜାନୁଆରୀ 2026 ଠାରୁ 16 ନମ୍ବର ବ୍ୟବହାର କରିବାକୁ ବାଧ୍ୟ ବୋଲି ଟିଆରଏଆଇ କହିଛି। ଟିଆରଏଆଇର ଏହି ନୂଆ ବ୍ୟବସ୍ଥା ଠକେଇ ରୋକିବା ପାଇଁ ଏକ ବଡ଼ ସୁରକ୍ଷା ଭାବେ ପ୍ରମାଣିତ ହେବ।
ପରବର୍ତ୍ତୀ ଖବର ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ିଛି ଓଡ଼ିଶା। 4,353 କୋଟି ପ୍ରକଳ୍ପକୁ ମଞ୍ଜୁରୀ। 11 ଜିଲ୍ଲାରେ ପ୍ରତିଷ୍ଠା ହେବ 20 ଶିଳ୍ପ। ସୃଷ୍ଟି ହେବ 7,815 ନିଯୁକ୍ତି। ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଭଳି 11ଟି ଜିଲ୍ଲାରେ ସ୍ଥାପନ କରାଯିବ। ସୁନ୍ଦରଗଡ଼ରେ ହେବ ଭାସମାନ ସୌର ପ୍ରକଳ୍ପ, ଅନୁଗୁଳରେ କୋଇଲା ଓଆସେରୀ, ଖୋର୍ଦ୍ଧାରେ ଏଲ୍ଇଡି ଲାଇଟ୍ କାରଖାନା, ପୁରୀ ପଞ୍ଚତାରକା ହୋଟେଲ ଓ ରିସୋର୍ଟ ସହ ଅନ୍ୟ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 142ତମ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ଏହି ସବୁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପରବର୍ତ୍ତୀ କିଛି ଦିନର ବିରତି ପରେ ପୁଣି ଫେରିଲା ଥଣ୍ଡା। ରାଜ୍ୟର ଅଧିକାଂଶ ସ୍ଥାନରେ ଖସିଲା ପାରଦ। ପୁଣି ଥରେ ଶୀତ ଆରମ୍ଭ ହୋଇଯାଇଛି। କନ୍ଧମାଳ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି। ଚଳିତ ମାସର 16 ତାରିଖରେ 5.8 ଡିଗ୍ରୀ ତାପମାତ୍ରାକୁ ଖସିଥିଲା। ପ୍ରବଳ ଶୀତ ହୋଇଥିଲା। ଗତ 17 ତାରିଖ ଦିନ 5.4 ଡିଗ୍ରୀକୁ ପୁଣି ଖସି ହାଡ଼ଭଙ୍ଗା ଶୀତ ଆରମ୍ଭ ହୋଇଥିବା ବେଳେ ପାଗ ବଦଳି ମେଘୁଆ ପାଗ ଆରମ୍ଭ ହେବା ଯୋଗୁଁ 19 ତାରିଖଠାରୁ ପାରଦ ପୁଣି ବଢ଼ିବାରେ ଲାଗିଥିଲା। 23 ତାରିଖରେ 15.6 ଡିଗ୍ରୀକୁ ପହଞ୍ଚି ଯାଇଥିଲା। ପୁଣି 24 ତାରିଖଠାରୁ ପାରଦ ଖସି ଆଜି 8.6 ଡିଗ୍ରୀ ରେକର୍ଡ ହୋଇଛି। ଆଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ପାରଦ 8.6 ଡିଗ୍ରୀକୁ ଖସିଛି। ଆଗକୁ ଆହୁରି ଶୀତ, ତେବେ ପାରଦ ତଳମୁହାଁ ହେବା ଯୋଗୁଁ ପୁଣି ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶା ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ତା ପଛକୁ ଦାରିଙ୍ଗିବାଡ଼ି, ଫୁଲବାଣୀ, ବାଲିଗୁଡ଼ା, ନୂଆଗାଁ, ରାଇକିଆ, ଫିରିଙ୍ଗିଆ ଓ ଟିକାବାଲି ରହୁଛନ୍ତି। ଆଗକୁ ପାରଦ ଆହୁରି ଖସିବା ସହ ଶୀତ ବଢ଼ିବା ଅନୁମାନ କରିଛି ପାଣିପାଗ ବିଭାଗ। ପରବର୍ତ୍ତୀ ଖବର ଶିକ୍ଷକଙ୍କ ବଦଳି କରିପାରିବେନି କୌଣସି ନେତା ମନ୍ତ୍ରୀ। ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ। ଏପରି କଲେ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ହେବ ବୋଲି ହାଇକୋର୍ଟ କହିଛନ୍ତି। ସୂଚନା ଥାଉ କି ରାଜ୍ୟ ସରକାର 15 ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସାଂସଦ ବିଧାୟକଙ୍କୁ ଦେଇଥିଲେ କ୍ଷମତା। ବିଧାୟକ ଓ ସାଂସଦ ନିଜ ନିର୍ବାଚନ ମଣ୍ଡଳୀରେ 15 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସୁପାରିଶ କରିପାରିବେ, ଯାହାକୁ ନେଇ ହାଇକୋର୍ଟରେ ହୋଇଥିଲା ମାମଲା। ହାଇକୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଉ ଏବେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ। ପରବର୍ତ୍ତୀ ଖବର ଅଭିଯୋଗ ଶୁଣୁନାହାନ୍ତି ଅଧିକାରୀ, ଦରମା ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ଅଭିଯୋଗର ସମାଧାନ କଲେନି, ବନ୍ଦ ହେଲା ଦରମା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ସମାଧାନ ନ ହେବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। କଟକ ଜିଲ୍ଲାର ଅଭିଯୋଗ ସମାଧାନର ନିରୁତ୍ସାହଜନକ ପ୍ରଦର୍ଶନ ଯୋଗୁଁ ଖିଲାପକାରୀ ଅଧିକାରୀଙ୍କ ଦରମା ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ଏନେଇ କଟକ ଟ୍ରେଜେରୀ ଅଫିସକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ। ଜନଶୁଣାଣିରେ ଆସୁଥିବା ଅଭିଯୋଗର ସମାଧାନ ହେଉ ନ ଥିବାରୁ ସିଡିଏମ୍ ଓ ବିଡିଓ, ତହସିଲଦାରଙ୍କ ସମେତ 36 ଅଧିକାରୀଙ୍କ ନଭେମ୍ବର ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ପରବର୍ତ୍ତୀ ଖବର ହାଇକୋର୍ଟର କଡ଼ା ନିଷ୍ପତ୍ତି। ହାଇୱେରୁ ହଟିବ ମଦ ଦୋକାନ। ଏଣିକି ଜାତୀୟ ରାଜପଥ କଡ଼ରେ ଖୋଲିବନି ମଦ ଦୋକାନ। ଜାତୀୟ ରାଜପଥ କଡ଼ରେ ସହଜରେ ମଦ ମିଳିବା ଦ୍ୱାରା ଦୁର୍ଘଟଣା ସଂଖ୍ୟା ବଢ଼ୁଥିବା ନେଇ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟ ଏବଂ ଜାତୀୟ ହାଇୱେରେ 500 ମିଟର ବ୍ୟବଧାନ ମଧ୍ୟରେ ଥିବା ସମସ୍ତ ମଦ ଦୋକାନ ତୁରନ୍ତ ହଟାଇ ଦିଆଯାଉ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟରେ ପ୍ରାୟ 1102ଟି ମଦ ଦୋକାନ ସିଧାସଳଖ ପ୍ରଭାବିତ ହେବାକୁ ଯାଉଛି। କୋର୍ଟ ରାଜ୍ୟ ସରକାର ଓ ଅବକାରୀ ବିଭାଗକୁ 2 ମାସ ମଧ୍ୟରେ ସମସ୍ତ ମଦ ଦୋକାନକୁ ସ୍ଥାନାନ୍ତର କରିବାକୁ ଆଦେଶ ଦେଇଛନ୍ତି। ସଡ଼କ ସୁରକ୍ଷା ଓ ଜନହିତକୁ ନେଇ ଉଠିଥିବା ମାମଲାର ଶୁଣାଣି ବେଳେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ରାଜପଥରୁ ଦୃଶ୍ୟମାନ ମଦ ସାଇନ୍ ବୋର୍ଡ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିବ। ଯଦି ଏହା ମିଳେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରବର୍ତ୍ତୀ ଖବର ବଦଳିଲେ 6 ବରିଷ୍ଠ ଓଏଏସ୍ ଅଧିକାରୀ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗର
ସ୍ୱତନ୍ତ୍ର ସଚିବ ଡକ୍ଟର ଉଷାରାଣୀ ସାହୁଙ୍କୁ ପଞ୍ଚାୟତ ରାଜ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବା ବେଳେ ପଞ୍ଚାୟତ ରାଜ ବିଭାଗ ଅତିରିକ୍ତ ସଚିବ ଲୋପାମୁଦ୍ରା ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅତିରିକ୍ତ ସଚିବ ନାରାୟଣ ଚନ୍ଦ୍ର ଧଳଙ୍କୁ ଓଡ଼ିଶା ଖଣି ନିଗମର ଭିଜିଲାନ୍ସ ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ OAMCର ସିଭିଓ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଅତିରିକ୍ତ ସଚିବ ଧଳଙ୍କ ସ୍ଥାନକୁ ବଦଳି କରାଯାଇଛି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସୁକାନ୍ତ ମାଝୀଙ୍କୁ କେନ୍ଦୁଝର ରୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଯୁଗ୍ମ ସଚିବ ପ୍ରିୟବ୍ରତ ପାଢ଼ୀଙ୍କୁ କେନ୍ଦୁଝର ଭୂ ଅଧିଗ୍ରହଣ କକ୍ଷର ସ୍ୱତନ୍ତ୍ର ଭୂ ଅଧିଗ୍ରହଣ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି।